ଶ୍ରୀରାମଙ୍କ ମନ୍ଦିର ଅଯୋଧ୍ୟାରେ ଷ୍ଟାର୍ଟ ହେଲା ତା ସହିତ ସାଇବର ଫ୍ରଡ୍ ମାନଙ୍କର ବି ସାଇବର ଫ୍ରଡ୍ ମାନେ ବି ଆକ୍ଟିଭ ହେଇଗଲେ। ଏଇଥିରେ କ'ଣ ହେଉଛି ନା ପ୍ରାୟ ଆଜିକାଲି ଦେଖନ୍ତୁ ଆପଣ ମେସେଜ ଆସୁଛି ଯେ ଆମେ ଆପଣଙ୍କୁ ମନ୍ଦିରରୁ ପ୍ରସାଦ ଯୋଗାଇ ଦେବୁ ଆଉ କିଛି ଆପଣ ଏଇ ଲିଙ୍କ ଦେଉଛୁ ଏଥିରେ ପଇସା ଦିଅନ୍ତୁ। ଇଏ ଗୋଟେ ପ୍ରକାର ଫ୍ରଡ୍। ପଇସା ଦେଲା ପରେ ଗାୟବ ହେଇଯିବ, କିଛି ପ୍ରସାଦ ଆସିବନି। ଦ୍ୱିତୀୟରେ କ'ଣ ହେଉଛି ଯେ ଆସିବ ଆପଣଙ୍କୁ ଗୋଟେ QR କୋଡ୍ ଆସିବ ଆଉ ସେଥିରେ ଲେଖା ହେଇଥିବ ଯେ ମନ୍ଦିର ନିର୍ମାଣ ପାଇଁ କିଛି ଡୋନେସନ୍ ଦିଅନ୍ତୁ। 3ରେ ଆସିବ ଯେ ଏଇ ମନ୍ଦିର ପାଇଁ ଆମର ଗୋଟେ କିଛି ଗୋଟେ ଆପ୍ କହିବେ ଡାଉନଲୋଡ୍ କରିବାକୁ, ଗୋଟେ ଲିଙ୍କ ଯଦି ଆପଣ ଡାଉନଲୋଡ୍ କରିବେ ତାହେଲେ ଆପଣଙ୍କର ମୋବାଇଲରେ ମାଲୱେୟାର ପଶିଯିବ, ମୋବାଇଲ ହ୍ୟାକ୍ ହେଇଯିବ। ଚତୁର୍ଥରେ ବି ଗୋଟେ ଆସୁଛି ଯେ ଆପଣଙ୍କୁ 600 ଟଙ୍କା କି 700 ଟଙ୍କାର ରିଚାର୍ଜ ମିଳିବ, କାହିଁକି ନା ଏଇ ଅବସରରେ ମାନେ ମନ୍ଦିର ପାଇଁ ମୋଦି ଯୋଗୀ 2 ଜଣ ଦଉଛନ୍ତି 600 ଟଙ୍କାର ଅଫର। ସେଥିରେ ଆପଣ ଯଦି ସେଟା କ୍ଲିକ୍ କରିବେ ତାପରେ ସେ କେତେ ଗୋଟେ ଜିନିଷ କହିବ ଯେ ଆପଣ କେତେ ଜଣଙ୍କୁ ଫରୱାର୍ଡ କରନ୍ତୁ ଏ ମେସେଜ, ତାପରେ ଏମିତି କରି ଆପଣଙ୍କ ଡାଟା ମୋବାଇଲ ପୁରା ନଷ୍ଟ ହେବ। 5ଥରେ କ'ଣ ହେଉଛି ନା ଗୋଟେ ଆସୁଛି ଗୋଟେ ଫେକ୍ ୱେବସାଇଟ୍ ମନ୍ଦିରରେ ତିଆରି ହେଲା ଗୋଟେ ଆସୁ ପୁରା ମନ୍ଦିରରେ ପୁରା ଦେଖାଯିବ, ସେଠି ବି ଡୋନେସନ୍ ପାଇଁ ମାଗିବେ ପଇସା। 6ଥରେ ଆଉ ଗୋଟେ ଦେଖନ୍ତୁ ଆସୁଛି ଯେ କ'ଣ ହେଉଛି ନା ଆମାଜନରେ ଫ୍ଲିପକାର୍ଟରେ ସବୁ ଭୋଗ ପାଇଁ ବିଭିନ୍ନ ସବୁ ମାନେ ମନ୍ଦିର ନାଁରେ ସବୁ ପ୍ରଡକ୍ଟ ବିକା ହେବା ଚାଲିଲାଣି ଆଉ ତାପରେ ବି ମନ୍ଦିର ଟ୍ରଷ୍ଟ ବି ସେ ଆମାଜନ ଉପରେ କେସ୍ ବି କରିଛନ୍ତି। ତାହେଲେ ଏଇଭଳିଆ ଜିନିଷ ଯେଉଁ ସବୁ ଫେକ୍ ଜିନିଷ ମାନେ ଷ୍ଟାର୍ଟ ହେଇଗଲାଣି, ଆପଣମାନେ ସତର୍କ ହେବା ଦରକାର ଯେ ଏଇଭଳିଆ ଜିନିଷରୁ ଆପଣ କେମିତି ବଞ୍ଚିବେ। କେବେ ଆପଣ ଦେଖନ୍ତୁ ଯେ ଗୋଟେ ମନ୍ଦିର ଟ୍ରଷ୍ଟର ଗୋଟିଏ ମାତ୍ର ଅରିଜିନାଲ ୱେବସାଇଟ୍ ଅଛି, ଆଉ ଆପଣ ଯଦି ଡୋନେସନ୍ ଦେବାକୁ ଚାହୁଁଛନ୍ତି ମନ୍ଦିର ପାଇଁ ତାହେଲେ ସେଇ ୱେବସାଇଟ୍ ଥ୍ରୁରେ ଦିଅନ୍ତୁ। ଆଉ କିଏ ପ୍ରସାଦ ପାଇଁ ପଇସା ଦିଅନ୍ତୁ ନାହିଁ ବା କିଏ କିଛି ଗୋଟେ ଆପ୍ ଡାଉନଲୋଡ୍ କରିବାକୁ କହୁଛି କରନ୍ତୁ ନାହିଁ, କଲେ ଏଭଳିଆ ସାଇବର ଫ୍ରଡ୍ରେ ଫସିବେ। ସେଥିପାଇଁ ସତର୍କ ରୁହନ୍ତୁ।